ମୁଁ ସକାଳେ 4ଟି ପାଦ, ଦିନରେ 2ଟି ପାଦ ଓ ସନ୍ଧ୍ୟାରେ 3ଟି ପାଦରେ ଚାଲେ, ମୁଁ କିଏ? ଉମେଶ, ତୁମକୁ ମୁଁ କିଛି ପ୍ରଶ୍ନ ପଚାରିବି, ଦେଇପାରିବ ଉତ୍ତର? ପ୍ରଥମେ ଦେଇ କହିଲେ ଦେଖି 500 ଟଙ୍କାର ପ୍ରଶ୍ନ ସତ୍ୟ ତୁମ ପାଇଁ। କେଉଁ ଜିନିଷର ମୁଣ୍ଡ ଅଛି, ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ? ମୁଦ୍ରା ବା କଏନ୍। ମୁଦ୍ରା ବା କଏନ୍, ଭେରି ଗୁଡ୍, ଠିକ୍ ଅଛି। ଉମେଶ, ତୁମ ପାଇଁ 1000 ଟଙ୍କାର ପ୍ରଶ୍ନ ଦେଇପାରିବ? କହ ଦେଖି, କେଉଁ ମାସରେ 28 ଦିନ ଥାଏ? ସମସ୍ତ ମାସରେ ଥାଏ। ସମସ୍ତ ମାସରେ ଥାଏ, ଭେରି ଗୁଡ୍, ଏଇଟା ଟ୍ରିକ୍ କ୍ୱେଶ୍ଚନଟା ଥିଲା। ହଉ ଠିକ୍ ଅଛି। ଏବେ ସତ୍ୟ, ତୁମ ପାଇଁ ଗୋଟେ ବଢ଼ିଆ 2000 ଟଙ୍କାର କ୍ୱେଶ୍ଚନ। କେଉଁ ଜିନିଷର ଦାନ୍ତ ଅଛି କିନ୍ତୁ ସେ କାମୁଡ଼ି ପାରେ ନାହିଁ? ପାନିଆ। ପାନିଆ, ତୁମେ 2000 ଟଙ୍କା ଜିତିଗଲ। ଏବେ ଉମେଶ, ତୁମ ପାଇଁ କ୍ୱେଶ୍ଚନ, କେଉଁ ଜିନିଷକୁ ଆମେ ଭାଙ୍ଗିଲେ ହିଁ ବ୍ୟବହାର କରିପାରିବା? ଅଣ୍ଡା। ଅଣ୍ଡା, ଅଣ୍ଡା ଖାଇ ହେଇଯିବ ଗଣ୍ଡା, ତାର ଜିତିଗଲ 3000 ଟଙ୍କା। ଏବେ ତୁମ ପାଇଁ 5000 ଟଙ୍କାର ପ୍ରଶ୍ନ। ଏମିତି କ'ଣ ଅଛି ଯାହା ତୁମର କିନ୍ତୁ ଅନ୍ୟମାନେ ତୁମଠାରୁ ଅଧିକ ବ୍ୟବହାର କରନ୍ତି? ମୋର ନାମ। ତୁମର ନାମ, ଯେମିତି ତୁମ ନାଁ ସତ୍ୟ, ତୁମେ ଡେଲି କର କି? ଆମେ ବ୍ୟବହାର କରୁ। ଠିକ୍ ଅଛି। ତେବେ ଏଇ ପ୍ରଶ୍ନଟି ତୁମ 2 ଜଣ ଯାକ ପାଇଁ ବହୁତ ପୁରା 50,000 ଟଙ୍କାର ପ୍ରଶ୍ନ। ଦେଖିଆ ତୁମେ ଭିତରୁ କିଏ ଉତ୍ତର ଦେଇପାରିବ। ମୁଁ ସକାଳେ 4ଟି ପାଦ, ଦିନରେ 2ଟି ପାଦ ଓ ସନ୍ଧ୍ୟାରେ 3ଟି ପାଦରେ ଚାଲେ, ମୁଁ କିଏ? ଟିକେ ଭାବ। ମୁଁ ସକାଳେ 4ଟି ପାଦ, ଦିନରେ 2ଟି ପାଦ ଓ ସନ୍ଧ୍ୟାରେ 3ଟି ପାଦ ଚାଲେ, ମୁଁ କିଏ? କହିପାରିବ? କହିପାରିବନି? ତ ଦର୍ଶକ ବନ୍ଧୁ, ଆମ ପିଲାମାନେ ତ କହିପାରୁନାହାନ୍ତି, ଆପଣମାନେ ନିହାତି ଭାବରେ କମେଣ୍ଟରେ କହିବେ। ଦେଖିବା ଆନ୍ସରଟି କେଉଁ ଦର୍ଶକ ବନ୍ଧୁ ଆଗେ ଦେଉଛନ୍ତି। ରହୁଛେ, ନମସ୍କାର, ଜୟ ଜଗନ୍ନାଥ।